ସମସ୍ତଙ୍କୁ ମୋର ଆନନ୍ଦିତ ଜୟଗୁରୁ। ଆଉ ଗୋଟିଏ ବାଣୀ ଆଲୋଚନା କରିବା। ସବୁ ମତ ହିଁ ସାଧନା ବିସ୍ତାର ପାଇଁ, ତେବେ ତାହା ନାନା ପ୍ରକାର ହୋଇପାରେ। ଆଉ ଯେତିକି ବିସ୍ତାର ହେଲେ ଯାହା ହୁଏ ତାହା ହିଁ ଅନୁଭୂତି ଜ୍ଞାନ। ତେଣୁ ଧର୍ମ ଅନୁଭୂତିର ଉପରେ। ସେ ଠାକୁର ସବୁବେଳେ ଧର୍ମ ଏବଂ ସାଧନାକୁ କୌଣସି କାଳ୍ପନିକ ବା ମନଗଢ଼ା କଥା ଉପରେ ନୁହେଁ, ବରଂ ବାସ୍ତବ ଅନୁଭୂତି ଓ ଜୀବନର ବିକାଶ ଉପରେ ପ୍ରତିଷ୍ଠିତ କରିଛନ୍ତି। ପ୍ରତ୍ୟେକ ମଣିଷର ସଂସ୍କାର, ବୁଦ୍ଧି ଓ ପରିବେଶ ଅଲଗା, ତେଣୁ ସେମାନଙ୍କର ସାଧନାର ପଦ୍ଧତି ବା ମତ ମଧ୍ୟ ଅଲଗା। ଏଇଟା ନିଶ୍ଚିତ ସ୍ୱାଭାବିକ କଥା। ଠାକୁରଙ୍କ ଦର୍ଶନ ଅନୁସାରେ ସାଧନା କେବଳ କିଛି ନିୟମ ପାଳନ କରିବା ନୁହେଁ, ଏହା ହେଉଛି ନିଜର ଅସ୍ତିତ୍ୱକୁ ବଢ଼ାଇବା ବା ବିସ୍ତାର କରିବା। ସାଧନା ମାର୍ଗରେ ଚାଲି ଚାଲି ମଣିଷ ଯେତିକି ଆଗକୁ ବଢ଼େ ସେତିକି ତାର ସଂକୀର୍ଣ୍ଣତା ଦୂର ହୁଏ। ଏହି ବିସ୍ତାର ପ୍ରକ୍ରିୟାରେ ସେ ଯାହା ସାକ୍ଷାତ ଅନୁଭବ କରେ ତାହା ହିଁ ପ୍ରକୃତ ଅନୁଭୂତି। କେବଳ ବହି ପଢ଼ିବା ଜ୍ଞାନ ନୁହେଁ, ଅନୁଭୂତିରୁ ଯେଉଁ ବୋଧ ଜନ୍ମ ନିଏ, ଯାହା ମଣିଷର ଚରିତ୍ରକୁ ବଦଳାଇ ଦିଏ, ତାହା ହିଁ ହେଉଛି ପ୍ରକୃତ ଜ୍ଞାନ। ସାଧନାର ବିସ୍ତାର ଯେତିକି ଗଭୀର ହେବ, ଜ୍ଞାନ ସେତିକି ନିର୍ମଳ ହେବ। ଯିଏ ସାଧନା ଦ୍ୱାରା ନିଜ ହୃଦୟରେ ସେହି ପରମ ସତ୍ୟର ଅନୁଭୂତି ପାଇସାରିଛି। ଆମେ କେତୋଟି ଉଦାହରଣ ଦେଖିବା। ଶବରୀଙ୍କର ଉଦାହରଣ ପ୍ରଥମେ ଦେଖିବା। ଶବରୀ ମାଙ୍କର ଉଦାହରଣ ହେଲା, ଶବରୀ କୌଣସି ଜଟିଳ କିମ୍ବା ବୈଦିକ ମନ୍ତ୍ର, ଯଜ୍ଞ, ଶାସ୍ତ୍ର କିଛି ସବୁ ଜାଣିନଥିଲେ। ଦେଖିଥିଲେ କିନ୍ତୁ ଜାଣିନଥିଲେ। ତାଙ୍କର ସାଧନା ଏତେ ସରଳ ଥିଲା ଯେ ନିଜେ ପ୍ରଭୁ ଶ୍ରୀରାମ ତାଙ୍କ ପାଖକୁ ଚାଲି ଆସିଥିଲେ। ତାଙ୍କର ହୃଦୟର ସେତିକି ବିସ୍ତାର ଭାବ ଜଣାପଡ଼ିଥିଲା। ଦ୍ୱିତୀୟରେ, ଅର୍ଜୁନ ପ୍ରଥମେ ଶ୍ରୀକୃଷ୍ଣଙ୍କୁ କେବଳ ନିଜର ବନ୍ଧୁ ବା ସାରଥୀ ଭାବେ ଜାଣିଥିଲେ। ଏହା ତାଙ୍କର ସୀମିତ ମତି ଥିଲା। କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଗୀତାର ଜ୍ଞାନ ପାଇବା ପରେ ଯେତେବେଳେ ଅର୍ଜୁନଙ୍କ ଚେତନାର ବିସ୍ତାର ଘଟିଲା, ସେତେବେଳେ ସେ ଭଗବାନଙ୍କ ବିଶ୍ୱରୂପ ସାକ୍ଷାତ ଅନୁଭୂତି ପାଇଲେ। ଶ୍ରୀ ଠାକୁରଙ୍କର ମତ ଅନୁସାରେ ଚେତନା ବିସ୍ତାର ନ ହେଲେ ପରମ ଜ୍ଞାନର ଅନୁଭୂତି ସମ୍ଭବ ନୁହେଁ। ଜୟ ଗୁରୁ।